କାହିଁକି ନବୀନକୁ ଝୁରୁଛି ଓଡ଼ିଶା। ହାରିବା ପରେ ବି କାହିଁକି ନବୀନ ଲୋକଙ୍କ ହୃଦୟରେ ରହିଛନ୍ତି। ମୋହନ ମାଝୀ ଅଳ୍ପ ସମୟରେ ଯେତେ ଭଲ କାର୍ଯ୍ୟ କରିଲେ ବି କାହିଁକି ଜନତା ଗ୍ରହଣ କରୁନାହାନ୍ତି। ନବୀନ ମୋହନଙ୍କ ମଧ୍ୟରେ କ'ଣ ରହିଛି ଅନ୍ତର, ଆସନ୍ତୁ ଜାଣିବା। ନବୀନ ପଟ୍ଟନାୟକଙ୍କୁ ଲୋକେ ଭଲ ପାଇବାର କାରଣ ହେଉଛି ତାଙ୍କର ଆଧୁନିକ ଶାସନର ଶୈଳୀ, ସାମାଜିକ କ୍ଷେତ୍ରରେ କରାଯାଇଥିବା ଅନେକ ଉଦ୍ୟମ ଏବଂ ତାଙ୍କର ବ୍ୟକ୍ତିଗତ ସରଳତା। ତାଙ୍କର ନେତୃତ୍ୱରେ ଓଡ଼ିଶା ରାଜ୍ୟରେ ଅନେକ ନୂତନ ପରିବର୍ତ୍ତନ ଆସିଛି, ଯାହା ଲୋକମାନେ ଦୃଢ଼ ଭାବରେ ସ୍ୱୀକାର କରିଛନ୍ତି। ସେ ସ୍ୱୟଂ ଏକ ସରଳ ପ୍ରକୃତିର ବ୍ୟକ୍ତି ଅଟନ୍ତି। ତେବେ ନବୀନ ପଟ୍ଟନାୟକଙ୍କୁ ସେମାନେ ଭଲ ପାଉଛନ୍ତି, ତାଙ୍କ ହୃଦୟ ଭିତରେ ସାଇତି ରଖିଛନ୍ତି ଆଉ ତାଙ୍କର ସମସ୍ତ କର୍ମକୁ ମଧ୍ୟ ଗ୍ରହଣ କରିସାରିଛନ୍ତି ଏବଂ ନିଜ ରାଜ୍ୟର ସମୁଦାୟ ସମାଜର ଉନ୍ନତି ପାଇଁ କରାଯାଇଥିବା ସମସ୍ତ କାର୍ଯ୍ୟକୁ ମଧ୍ୟ ଗ୍ରହଣ କରିଛନ୍ତି। ନବୀନ ଓଡ଼ିଶା ପାଇଁ କ'ଣ କରିଛନ୍ତି, ଚାଲନ୍ତୁ ଜାଣିବା। ନବୀନ ପଟ୍ଟନାୟକ ଓଡ଼ିଶାର ଶ୍ରୀମାନ୍ୟ ନେତା ଭାବରେ ବହୁ କିଛି କାର୍ଯ୍ୟ କରିଛନ୍ତି। ତାଙ୍କର ଶାସନ କାଳରେ ଓଡ଼ିଶାରେ ଅନେକ ସାମାଜିକ ଓ ଆର୍ଥିକ ସମୃଦ୍ଧି ବୃଦ୍ଧି ପାଇଛି। ଏହି କିଛି ପ୍ରମୁଖ କାର୍ଯ୍ୟଗୁଡ଼ିକ ମଧ୍ୟ ରହିଛି, ତାହା ହେଉଛି ସାମାଜିକ କ୍ଷେତ୍ରରେ ଉନ୍ନତି। ନବୀନ ପଟ୍ଟନାୟକ ଆରୋଗ୍ୟ, ଶିକ୍ଷା, ନିର୍ମାଣ ଓ ସାମାଜିକ ସୁରକ୍ଷା ପ୍ରସଙ୍ଗରେ କିଛି ଅତ୍ୟଧିକ ପ୍ରୟାସ କରିଛନ୍ତି। ନିଶ୍ଚୟ କରିଛନ୍ତି ଯେ ଓଡ଼ିଶାର ପିଲାମାନେ ସୁବିଧାମୂଳକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇବେ। ସ୍ୱର୍ଣ୍ଣସୂତ୍ର ଏ କ୍ଷେତ୍ରରେ ସଂକଳ୍ପନ ଏବଂ ସମୃଦ୍ଧି। ତାଙ୍କର ଆଧୁନିକ କୃଷିନୀତି କୃଷକ ସମ୍ପ୍ରଦାୟର କ୍ଷେତ୍ରରେ ଲାଗୁ କରିଥିବା ପ୍ରାଥମିକ ଚେଷ୍ଟା ସହିତ କୃଷକମାନେ ସାର୍ବଜନୀନ ସହଯୋଗ ସହ ସଂସ୍କୃତିକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଇଛନ୍ତି। ମହାତ୍ମା ଗାନ୍ଧୀ ଏବଂ ପ୍ରକୃତି ସମ୍ବନ୍ଧୀୟ କାର୍ଯ୍ୟ, ସେ ପ୍ରକୃତି ସୁରକ୍ଷା, ଅର୍ଥନୈତିକ ସମୃଦ୍ଧି ସହିତ କାର୍ଯ୍ୟ ପ୍ରଚାର କରିଛନ୍ତି, ଯାହା ଓଡ଼ିଶାର ପ୍ରାକୃତିକ ଉନ୍ନତି ପାଇଁ ମଧ୍ୟ ଆବଶ୍ୟକ ଅଟେ। ସ୍ୱତନ୍ତ୍ର ରାଜନୈତିକ ପଦବୀ ଓଡ଼ିଶାର ଶାସନ ସୂତ୍ରରେ ସେ ବହୁତ ଥର ପ୍ରସ୍ତାବିତ ସାମୂହିକ ଏବଂ ରାଜନୈତିକ ନୀତିକୁ ସଂଯୋଜିତ ସମ୍ପୂର୍ଣ୍ଣ କରିଛନ୍ତି। ନବୀନ ପଟ୍ଟନାୟକଙ୍କର ଶାସନ ଏବଂ ନେତୃତ୍ୱ ଓଡ଼ିଶାର ଅନେକ ମାନବିକ ଏବଂ ଆର୍ଥିକ ଲୋଭ ବଳାଇବା ଅପୂର୍ବ ଫଳ ଆଣିଦେଇଛି, ଯାହା ଲୋକମାନେ ସ୍ୱୀକାର ମଧ୍ୟ କରିଛନ୍ତି। କିନ୍ତୁ ମୋହନ ମାଝୀଙ୍କୁ ଓଡ଼ିଶାବାସୀ ଗ୍ରହଣ କରିପାରୁନାହାନ୍ତି, କାରଣ ତାଙ୍କର ନୂଆ ମୁହଁ। ଓଡ଼ିଶାବାସୀ ଦୀର୍ଘ 24 ବର୍ଷ ଧରି ନବୀନ ବାବୁଙ୍କର ମୁହଁ ଦେଖି ଆସିଥିଲେ, ତେଣୁ ମୋହନକୁ ଗ୍ରହଣ କରିବା ପାଇଁ ଟିକିଏ ସମୟ ନେବେ ଓଡ଼ିଶାବାସୀ। ନବୀନଙ୍କର ସମ୍ପର୍କ ଟିକିଏ ଅଧିକ ଲମ୍ବା ଥିଲା, ମୋହନଙ୍କର ସମ୍ପର୍କ ଅଳ୍ପ ଦୂର ପର୍ଯ୍ୟନ୍ତ। ତେବେ ମୋହନ ମାଝୀ ଅନେକ ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି। ମୋହନଙ୍କର ନିଜ ଦଳ ହିଁ ମୋହନକୁ ସବୁ କ୍ଷେତ୍ରରେ ପଛକୁ ଠେଲିବାରେ ଲାଗି ପଡ଼ିଛି, ଯେଉଁ କାରଣ ପାଇଁ ମୋହନ ମାଝୀଙ୍କୁ ଓଡ଼ିଶାବାସୀ ଗ୍ରହଣ କରିପାରୁନାହିଁ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଇନ୍ଫୋ।